ଶକ୍ତି ଓ ସାହସର ପ୍ରତୀକ ମଙ୍ଗଳ ମହାଗ୍ରହ, ରାଜକୀୟ ଗ୍ରହ ରବି ଓ ମନ୍ତ୍ରିତ୍ୱର କାରକ ଗ୍ରହ ଶୁକ୍ର ମହାଗ୍ରହଙ୍କ ସହିତ ମିଶି କେତୋଟି ରାଶି ପାଇଁ ଅତି ଉତ୍ତମ ଫଳ ପ୍ରଦାନ କରିବେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଶତ୍ରୁ ଶନି ମହାଗ୍ରହଙ୍କ ଘରେ ମଙ୍ଗଳ ମହାଗ୍ରହଙ୍କର ଗୋଚର। ଚଳିତ ଜାନୁଆରୀ ମାସ 16 ତାରିଖ ଦିନ ମଙ୍ଗଳ ମକର ରାଶିରେ ପ୍ରବେଶ କରିଛନ୍ତି ଏବଂ ଫେବୃଆରୀ 23 ତାରିଖ ପର୍ଯ୍ୟନ୍ତ ସେହି ଶନିଙ୍କ ରାଶି ମକର ରାଶିରେ ଅବସ୍ଥାନ କରିବେ। ମକର ରାଶି ମଙ୍ଗଳଙ୍କର ଉଚ୍ଚ ରାଶି। ଏହାଦ୍ୱାରା ରୁଚକ ନାମକ ଏକ ବିଶିଷ୍ଟ ରାଜଯୋଗର ନିର୍ମାଣ ହୋଇଥାଏ। ଏହି ସମୟରେ ସୂର୍ଯ୍ୟ ଓ ଶୁକ୍ର ମହାଗ୍ରହଙ୍କ ସହିତ ମଙ୍ଗଳ ମହାଗ୍ରହ ମକର ରାଶିରେ ଏକତ୍ର ଅବସ୍ଥାନ କରି ତ୍ରିଗ୍ରହୀ ରାଜଯୋଗ ସୃଷ୍ଟି କରିଛନ୍ତି। ଶକ୍ତି ଓ ସାହସର ପ୍ରତୀକ ମଙ୍ଗଳ, ରାଜକୀୟ ଗ୍ରହ ରବି ଓ ମନ୍ତ୍ରିତ୍ୱର କାରକ ଗ୍ରହ ଶୁକ୍ରଙ୍କ ସହିତ ମିଶି କେତୋଟି ରାଶି ପାଇଁ ଅତି ଉତ୍ତମ ଫଳ ପ୍ରଦାନ କରିବେ ତ ଅନ୍ୟ କେତୋଟି ରାଶି ପାଇଁ ମଧ୍ୟମ ଧରଣର ଫଳ ପ୍ରଦାନ କରିବେ ଏବଂ ଅନ୍ୟ କେତୋଟି ରାଶି ମଧ୍ୟ ଏହି ମଙ୍ଗଳ ମହାଗ୍ରହଙ୍କ ଯୋଗୁଁ ସତର୍କତା ଅବଲମ୍ବନ କରିବା ଉଚିତ ହେବ। ଜାଣିବା ଏହି ଅବସରରେ କେଉଁ ରାଶି କ'ଣ ସବୁ ଫଳ ପାଇବାର ବିଶେଷ ସମ୍ଭାବନା ରହିଅଛି। ମେଷ, ବୃଷ, କର୍କଟ, ସିଂହ ଓ ମକର ରାଶି ପାଇଁ ଏହି ସମୟ ବହୁତ ଭାଗ୍ୟଶାଳୀ ସମୟ ରହିବ। କ୍ୟାରିୟର, ଧନ ଓ କର୍ମ ସମ୍ବନ୍ଧୀୟ କାର୍ଯ୍ୟରେ ଏହି ପାଞ୍ଚଟି ରାଶି ଅତି ଉତ୍ତମ ଫଳ ପ୍ରାପ୍ତ କରିବେ। ଶକ୍ତି, ସାହସ ଓ ନେତୃତ୍ୱ ନେବାର ଗୁଣ ବିକଶିତ ହେବ। କଠୋର ପରିଶ୍ରମୀ ହେବେ। ରାଜକୀୟ କାର୍ଯ୍ୟ ଓ ରାଜନୀତିରେ ସଫଳତା ମିଳିବ। ସେହିପରି ଧନୁ ରାଶି, କୁମ୍ଭ ରାଶି ଓ ମୀନ ରାଶି ପାଇଁ ମକର ରାଶିରେ ମଙ୍ଗଳଙ୍କର ଗୋଚର ବରଦାନ ରୂପେ ସାବ୍ୟସ୍ତ ହୋଇପାରେ। ଏହିସବୁ ରାଶି ଏହି ସମୟରେ ଆର୍ଥିକ ଲାଭ କରିପାରିବେ। ବହୁଦିନରୁ ରହିଥିବା ଇଚ୍ଛା ପୂରଣ ହେବା ପାଇଁ ସୁଯୋଗ ମିଳିବ। ଜୀବନରେ ବଡ଼ କିଛି ଘଟଣା ଘଟିବ ଯାହାକି ସମଗ୍ର ଜୀବନ ପାଇଁ ଏକ ଟର୍ଣ୍ଣିଂ ପଏଣ୍ଟ ରୂପେ ସାବ୍ୟସ୍ତ ହୋଇପାରେ। ବାକି ଅନ୍ୟ 4ଗୋଟି ରାଶି ପାଇଁ ଏହି ସମୟ ସଂଘର୍ଷପୂର୍ଣ୍ଣ ସମୟ ସାବ୍ୟସ୍ତ ହୋଇପାରେ। ଆର୍ଥିକ କଷ୍ଟ ଦେଖାଯିବ। ଆଇନଗତ ସମସ୍ୟା ଉପୁଜିପାରେ। ମନ ମଧ୍ୟରେ କ୍ରୋଧ ଓ ଉତ୍ତେଜନା ଲାଗି ରହିବ। ଏହିସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରତ୍ୟହ ହନୁମାନ ଚାଳିଶା ପାଠ କରନ୍ତୁ। ମଙ୍ଗଳବାର ଦିନ ମହାବୀର ହନୁମାନଙ୍କ ପାଖରେ ଲଡ଼ୁ ଅଥବା ମିଠା ଭୋଗ କରି ବାଣ୍ଟି ଦିଅନ୍ତୁ। ବିଶେଷ ସୁଫଳ ପାଇପାରିବେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।